ଆଜ୍ଞା ଝିଅଟା ଗୋଟେ ଆଖି ଅନ୍ଧ ଥିଲା ଆଜ୍ଞା। ସେ ବୁଣିଆଟା ଆଖିକୁ ଠିକ୍ କରିବ ବୋଲି ନେଇଗଲା ଆଜ୍ଞା। ଆଣି ଛାଡ଼ିବି ଗୋଟେ 2-3 ଦିନ ଥିଲେ ଆଣି ଛାଡ଼ିବି ଆଖି ଭଲ ହେଲେ ବୋଲି କହିଲେ ଆଜ୍ଞା। ତାପରେ ସେ ଗୁଣିଆ ମୁଁ ରବିବାର ଦିନ ଆଇବି ବୋଲି ଯାଉଥିଲି ଆଜ୍ଞା, କୋରାପୁଟ ଥିଲି। ସେ ଗୁଣିଆ ଆଣି ମଙ୍ଗଳବାର ଆଣି ଛାଡ଼ିବି ବୋଲି ସେ ଗୁଣିଆ କହିଲାରୁ ମୁଁ କୋରାପୁଟ ଫେରିକିନା ଘରେ ଗଲି ଆଜ୍ଞା। ତେବେ ତାପରେ ଆଜି ଆଣିବାଟା କାଲି ଆଣୁଥିଲା ସାର୍। ତାପରେ ପୁଲିସ୍ ଷ୍ଟେସନ୍ ଆଜ୍ଞା ସେ ଦୂର ଗୁଡ଼ାକି କିସ୍ କହିବେ ସେ ଜାଗାରେ ପୁଣି ଏମିତି କ'ଣ ଘଟଣା କରୁଥିଲେ ସାର୍। ତେବେ ସେ ଗାଁର ଲୋକ ବାନ୍ଧିକିନା ରଖିଥିଲେ ସାର୍। ତାପରେ ପୁଲିସ୍ ଥାନାକୁ କେସ୍ ଦେଲେ ସାର୍। ତାପରେ ପୁଲିସ୍ ଥାନା ଆଜ୍ଞା ଯାଇକିନା ସେ ଲକ୍ଷ୍ମଣ ଅନ୍ତାଲକୁ ଜିଓ ମେଡ଼ିକାଲରେ ଅଛି ସାର୍। ଭଲ ଅଛି ସାର୍। ହଁ ଆମର ମେଡ଼ିକାଲ ଆଣିକି ପୁଲିସ୍ ଷ୍ଟେସନ୍ ଆଜ୍ଞା ମେଡ଼ିକାଲ ଆଣିକିନା ଜଏନ୍ କଲାରୁ ଝିଅର ହୋସ୍ ନାହିଁ ସାର୍। 12ଟା ରାତିରେ ମୋତେ ପୁଲିସ୍ ଷ୍ଟେସନ୍ ଆଜ୍ଞା ଘରକୁ ଶୋଇଥିଲି ସାର୍, ଜ୍ୱର ପାଇଁ ଶୋଇଥିଲି। ପୁଲିସ୍ ଆଜ୍ଞା ତାକୁ ସେ ଗୁଣିଆକୁ ଧରିକିନା ଆମର ଘରେ ଆଇଲେ ସାର୍। ସେଠାରୁ ମୁଇଁ ଜାଣିଲି ସାର୍, ନହେଲେ ମୁଇଁ ଜାଣିନଥିଲି। ହେଲେ ଥାନାରେ ନେଇ ଅଭିଯୋଗ କଲ? ହଁ ସାର୍ କ'ଣ କଲ? ଅଭିଯୋଗ କଲୁ ସାର୍। ଏଇକିନା କହିଲେ ମା ବାପାକୁ ମରାଇବି ବୋଲି କହିଲେ ସାର୍। ହଁ ଡରି କରି ଅଛୁ ସାର୍। ହଁ ସାର୍। ନାଇଁ ସାର୍ ମୁଁ ତ ଜାଣି ନାହିଁ କେଉଁଟା ଦେବାକୁ ନେଇଥିଲା କି ମୁଁ ଜାଣି ନାହିଁ। ମୁଇଁ ଭଲ ଲୋକ ବୋଲି ଭାବିଲି ସାର୍। ଗୋଟେ ଥର ଆଇଲା ପୂଜା କରି ପଳାଇଲେ ସାର୍। ତାପରେ ତାର ଖର୍ଚ୍ଚ ପାଣି ତାର ତେଲ ପକାଇବାକୁ ଦେଲି ସାର୍। ମୁଁ ତ ଗରିବ ଲୋକ କାହାକୁ ମାଗିକିନା ଦେଲି ସାର୍। ତାପରେ ଆଉ ଗୋଟେ ଥର ଲାଷ୍ଟକୁ ଆଇଲା, ତାପରେ ଔଷଧ ଆଣିଦେଲା ସାର୍। ତାପରେ 1300 ଦେଲି ସାର୍ ଔଷଧ ଆଣିଦେଲାରୁ। ତାର ଗାଡ଼ି ଖର୍ଚ୍ଚ ଦେଲି ସାର୍। ତାପରେ ଝିଅକୁ ନେଇଗଲା ସାର୍।